ଆମମାନଙ୍କୁ ଉର୍ଦ୍ଧ୍ୱରୁ ତୁମେ ଜ୍ଞାନ ପ୍ରଦାନ କର। ତୁମରି ପବିତ୍ର ଆତ୍ମାଙ୍କ ଶକ୍ତି ଦିଅ ବାପା, ମୁଁ ଯେପରି ନିର୍ଭୁଲରେ ସମସ୍ତ ବାକ୍ୟ କହିବାକୁ ପାରିବି ପ୍ରଭୁ, ମୋତେ ଶକ୍ତିଯୁକ୍ତ କର। ପୂଜା ପ୍ରଶଂସା ଗୌରବ ତୁମେ ପାଅ। ସମସ୍ତ ଗୌରବ ତୁମକୁ ଦେଇ ଯୀଶୁ ନାମରେ ମାଗିଲି ପିତା, ଆମେନ୍। ଏହି ସମୟରେ ମୁଁ ମୋର ପରିଚୟ ଆପଣମାନେ ଭଲ ଭାବରେ ଜାଣିଛନ୍ତି। ମୁଁ ମାଲବା ମଣ୍ଡଳୀର, ମୋ ନାଁ ମୋହିତ ସିଂ। ଆଉ ପ୍ରାୟ ମୋତେ ଜାଣିଛନ୍ତି, ମୁଁ ବଢ଼େଇ କାମ କରି ଆପଣଙ୍କର ମଣ୍ଡଳୀରେ ମଧ୍ୟ ଅନେକ ପରିବାର ଗୃହରେ କାମ କରିଛି। ମୁଁ ଏହିପରି କୌଣସି ବାକ୍ୟ ବା ବାଇବଲ ତାଲିମ ନେଇନି କି ପ୍ରଚାରକ ନୁହେଁ କି ଭଲ ବାକ୍ୟ ମୁଁ କହିପାରିବି, ସେମିତି କିଛି ନାହିଁ। ଆଉ ଯାହା କିଛି ମୁଁ କହିବି ପବିତ୍ର ଧର୍ମଶାସ୍ତ୍ରରୁ ପଢ଼ିଦେବି ମାତ୍ର ଆପଣ ନିଜେ ନିଜେ ବୁଝିନେବେ। ଆଉ ମୋର ଉଚ୍ଚାରଣ ବି ଭଲ ନାହିଁ, କଥା କହିବାର ମୋର ସ୍ପଷ୍ଟ ମୋର ଜିଭ ଖୋଲୁନାହିଁ। ଏହି ସମୟରେ ଆପଣମାନେ ଦେଖିବେ ପବିତ୍ର ଧର୍ମଶାସ୍ତ୍ରରୁ ମାଥିଉ ଲିଖିତ ସୁସମାଚାର 13 ପର୍ବର 44 ପଦ। କୌଣସି ଏଠାରେ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ଥିଲେ, ସେ ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ଆଉ ଲୋକମାନଙ୍କୁ ଶିଷ୍ୟମାନଙ୍କୁ କହୁଥିଲେ। ପୁଣି ଅନେକ ଠିକ ବିଷୟ ମଧ୍ୟ ଯାହାକି ଆଉ ଘଟିବାକୁ ଯାଉଥିଲା ସେ ସମସ୍ତ ମଧ୍ୟ କହୁଥିଲେ। ଏଇଠାରେ ଆମେ ଦେଖିବାକୁ ପାରୁଅଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସ୍ୱର୍ଗ ରାଜ୍ୟ ବିଷୟ ନେଇ ଦୃଷ୍ଟାନ୍ତ ମାଧ୍ୟମରେ ଗୋଟେ କଥା କହୁଅଛନ୍ତି। ଏଇଠାରେ ଆମେ ଦେଖିବାକୁ ପାଇଲୁ ସ୍ୱର୍ଗ ରାଜ୍ୟ କ୍ଷେତ୍ରରେ ଗୁପ୍ତ ହୋଇଥିବା ଧନ ସଦୃଶ୍ୟ, ଯାହାକି ଜଣେ ଲୋକ ତାହା ଦେଖି ଗୋପନ କରି ରଖିଲା ଓ ଆନନ୍ଦରେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି କ୍ଷେତ୍ରକୁ କ୍ରୟ କଲା। ସ୍ୱର୍ଗ ରାଜ୍ୟ ବିଷୟ ନେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଠାରେ କହୁଅଛନ୍ତି, ଯାହାକି ଗୋଟିଏ ଗୁପ୍ତ ଧନ ସ୍ୱର୍ଗ ରାଜ୍ୟ, ତାହା ଜଣେ ଲୋକ ଦେଖି ସେ କ୍ରୟ କରିବା ନିମନ୍ତେ ସେ ଆପଣାର ସର୍ବସ୍ୱ ସେ ବିକ୍ରୟ କରିଦେଉଅଛି। ଯାହା ତାର ଗୃହରେ ଥିଲା ଆଉ ମୂଲ୍ୟବାନ ପଦାର୍ଥ ଗୁଡ଼ିକ ଆଉ ସେ ବିକ୍ରି କରି ସେଇ ଆଉ କ୍ଷେତ କିଣିବା ପାଇଁ ସେ ଚେଷ୍ଟା କଲା। ଆଉ ତଦ୍ରୂପ ତାହାର ସମସ୍ତ ମୂଲ୍ୟବାନ ଜିନିଷ ସମସ୍ତ ବିକ୍ରୟ କରି ସେ କ୍ଷେତ ସେ କ୍ରୟ କଲା। ଅର୍ଥାତ୍ ଏଠାରେ ଆମେ ଦେଖିବାକୁ ପାରୁଅଛୁ, ଆମ ଜୀବନରେ ଯଦି ବା ଆଉ ଆମେ ଧନକୁ ଆମେ ଅଧିକ ଗୁରୁତ୍ୱ ଦେଉ ବା ଆଉ ମହତ୍ଵ କରିବା, ତାହେଲେ ଆମେ ସେହି ସ୍ୱର୍ଗ ରାଜ୍ୟର ଅଧିକାରୀ ହୋଇପାରିବା ନାହିଁ। ଏଇଠାରେ ସେ ଲୋକଟା ନିଜ ସମସ୍ତ ସମ୍ପତ୍ତି, ଯାହା ସୁନା ରୂପା, ଯାହା ଗହଣା, ଯାହା କିଛି ଥିଲା, ସେ ସମସ୍ତ ବିକ୍ରୟ କରି ସେ ଅନନ୍ତ ଜୀବନ ନିମନ୍ତେ ବା ସେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ନିମନ୍ତେ, ପ୍ରଭୁଙ୍କୁ ନିଜସ୍ୱ କରିବା ନିମନ୍ତେ ସମସ୍ତ ବିକ୍ରୟ କରି ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛନ୍ତି। ତାହା ହେଉଛି ପ୍ରଭୁ ଯୀଶୁ ଏହି ବିଷୟ ଆମମାନଙ୍କୁ ଆଉ କହୁଅଛନ୍ତି କି ଆଉ ଯଦି ଆମେ ଧନକୁ ଲୋଭ କରିବା, ତେବେ ଆମେ ପ୍ରଭୁଙ୍କୁ ଆମେ ଛାଡ଼ିଦେବା। ତେଣୁ ପୁନଶ୍ଚ ଏଠାରେ ଆଉ ଗୋଟିଏ ପଦ, ସେଇ ତଳ ପଦ 45-46 ପଦରେ ମଧ୍ୟ ସେ ତାହା ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଭୁ ଯୀଶୁ କହୁଅଛନ୍ତି, ସ୍ୱର୍ଗ ରାଜ୍ୟର ଗୋଟିଏ ବହୁମୂଲ୍ୟ ମୁକ୍ତା। ପୁନଶ୍ଚ ସ୍ୱର୍ଗ ରାଜ୍ୟ ଉତ୍ତମ ମୁକ୍ତା ଅନ୍ୱେଷଣ କରୁଥିବା ଜଣେ ବଣିକ ସଦୃଶ୍ୟ, ଯେ କି ସ୍ୱର୍ଗ ରାଜ୍ୟ ଗୋଟେ ମୁକ୍ତା ସଦୃଶ୍ୟ, ଯାହା ବହୁମୂଲ୍ୟ ଉତ୍ତମ ମୁକ୍ତା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ମୁକ୍ତା ଠାରୁ ବି ବହୁମୂଲ୍ୟ ଅଟନ୍ତି। ତେଣୁ ତାହା ଜଣେ ଲୋକ ସେ ପାଇବା ନିମନ୍ତେ ଆଉ ସେ ଖୋଜୁଅଛନ୍ତି। ଆଉ ସେହିପରି ମଧ୍ୟ 46 ପଦରେ ଗୋଟେ ବହୁମୂଲ୍ୟ ମୁକ୍ତା ଦେଖି ସେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ସେହି ମୁକ୍ତାକୁ କ୍ରୟ କଲା। ଏଠାରେ ଜଣେ ଲୋକ
ଦେଖିଲା ଯେ ବହୁମୂଲ୍ୟ ମୁକ୍ତା ଯାହାକି ଆଉ ଅନନ୍ତ ଜୀବନ ପ୍ରଭୁ ଯୀଶୁଙ୍କୁ ଦେଖିଲା ସେ ଆଉ ପାଇବା ନିମନ୍ତେ ସମସ୍ତ ସେ ବିକ୍ରୟ କରି ତାହା କ୍ରୟ କରିବାକୁ ଯାଉଅଛନ୍ତି, ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିବାକୁ ଯାଉଅଛନ୍ତି। ଯଦି ଆମେ ଦେଖିବା ଆଉ ଧନ ବିଷୟରେ ଯଦି ଦେଖିବା ସେଇ ମାର୍କ ଲିଖିତ ସୁସମାଚାର ଜଣେ ଯୁବା ଧନୀ ବିଷୟରେ 10-17 ପଦରେ ଦେଖିବା। ଏଠାରେ ଜଣେ ଯୁବା ଲୋକ ଯେ କି ସେ ସମସ୍ତ ଜିହୁଦୀ ଧର୍ମର ଆଉ ସମସ୍ତ ପାଳନ କରି ଆସିଅଛି। ଏଠାରେ ଯୀଶୁଙ୍କୁ ଦେଖି ସେ ପଚାରୁଅଛନ୍ତି, ମୁଁ ପଢି ଦେଉଛି ମାର୍କ ଲିଖିତ ସୁସମାଚାର 10-17 ପଦ କିଛି ଅଂଶ ଯାଏ। ସେ ପୁନର୍ବାର ଯାତ୍ରା ଆରମ୍ଭ କରିବା ସମୟରେ ଜଣେ ଦୌଡ଼ି ଆସି ତାଙ୍କ ସାମୁରେ ଜାନୁ ପାତି ତାହାଙ୍କୁ ପଚାରିଲେ, ହେ ସଦ୍ଗୁରୁ, ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ମୁଁ କଣ କରିବି? ଏଇଠାରେ ଜଣେ ଧନୀ ଯୁବା ଯେ କି ସେ ଆଉ ସାଧାରଣ ବ୍ୟକ୍ତି ହୋଇନପାରେ, ସେ ଧନୀ ଲୋକ ସେ ଆଉ ସେ ପୁଣି ସମସ୍ତ ଜିହୁଦୀ ଧର୍ମର ସମସ୍ତ ପାଳନ କରି ଆସିଅଛି। ସେ ଯୀଶୁଙ୍କ ନିକଟକୁ ଯାଇ ସେ ତାଙ୍କ ଚରଣ ତଳେ ପଡ଼ି ସେ ଯେପରି ଅନନ୍ତ ଜୀବନର ଅଧିକାରୀ ହେବ, ସେ ସମସ୍ତ ଜଗତର ପାଇଅଛି, ସ୍ୱର୍ଗ ରାଜ୍ୟରେ ସମସ୍ତ ପାଇବା ନିମନ୍ତେ ଯୀଶୁଙ୍କ ନିକଟକୁ ଯାଇଅଛି। ଆଉ ସେ ପଚାରୁଅଛନ୍ତି ଅନନ୍ତ ଜୀବନର ଅଧିକାରୀ ହେବେ। ଆଉ ସେଥିପାଇଁ ଯୀଶୁ ତାହାଙ୍କୁ ପଚାରୁଅଛନ୍ତି। ଯଦି ଆମେ ଦେଖିବା ଯୀଶୁ ତାହାଙ୍କୁ କହୁଅଛନ୍ତି 19 ପଦରେ, ଆଜ୍ଞା ଗୁଡ଼ିକ ତ ତୁମେ ଜାଣ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପ୍ରବଞ୍ଚନା କର ନାହିଁ, ଆପଣା ପିତାମାତାଙ୍କୁ ସମାଦର କର। ପ୍ରଭୁ ଯୀଶୁ ଏହି କଥା ସମସ୍ତ କହୁଅଛନ୍ତି। ତୁମେ ଆଜ୍ଞା ସମସ୍ତ ଜାଣିଅଛ, ତୁମେ ଜିହୁଦୀ ଆଉ ଧର୍ମର ସେଥିରେ ସେ କହୁଅଛନ୍ତି ସମସ୍ତ ମୁଁ ପାଳନ କରି ଆସିଅଛି ବୋଲି ସେ କହୁଛନ୍ତି। ଯୀଶୁ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହୁଁଛନ୍ତି। ଆଉ ଯୀଶୁ ତାହାଙ୍କୁ କହିଲେ, ତାହାଙ୍କୁ ସ୍ନେହ କଲେ। 21 ପଦରେ ଆମେ ଦେଖିବା, ଯୀଶୁ ତାହାଙ୍କ ପ୍ରତି ଏକ ଦୃଷ୍ଟିରେ ଚାହିଁ ତାହାଙ୍କୁ ସ୍ନେହ କଲେ ଓ କହିଲେ, ତୁମ୍ଭର ଗୋଟିଏ ବିଷୟ ଉଣା ଅଛି, ତୁମ୍ଭେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦାନ କର, ଆଉ ତୁମ୍ଭେ ସ୍ୱର୍ଗରେ ଧନ ପାଇବ, ପୁଣି ଆସି ମୋହର ଅନୁଗମନ କର। ଏଠାରେ ଆମେ ଧନୀ ଯୁବାଙ୍କୁ ଦେଖୁଅଛୁ। ସେ ଆଉ ଧନୀ ଲୋକ ସମସ୍ତ ଜଗତର ପାଇଅଛି, ତେଣୁ ସେ ସ୍ୱର୍ଗ ରାଜ୍ୟରେ ମଧ୍ୟ ଅନନ୍ତ ଜୀବନର ଅଧିକାର ହେବା ନିମନ୍ତେ ଚାହୁଁଅଛି, କିନ୍ତୁ ତାର ଧନ ପ୍ରତି ଲୋଭ ଅଛି। ଏଠାରେ 22 ପଦରେ ଦେଖୁ, କିନ୍ତୁ ଏହି କଥାରେ ତାଙ୍କ ମୁଖ ମଳିନ ହୋଇଗଲା ଓ ସେ ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା। ଏହି ଯୁବକଟି ଧନୀ ଲୋକ ଥିଲା, ଆଉ ସେ ଧନ ଛାଡ଼ିବା ପାଇଁ ଇଚ୍ଛା ନାହିଁ। ଆମେ ଯୋଉ ମାଥିଓ ପୁସ୍ତକରେ ଆମେ ଦେଖିଲୁ ଯେ କି ଜଣେ ଲୋକ ତାହାର ସମସ୍ତ ସର୍ବସ୍ୱ ବିକ୍ରୟ କରି ସେଇ କ୍ଷେତ ଯାହାକି ଅନନ୍ତ ଜୀବନର ଆଉ କ୍ଷେତ ଯାହାକି ପ୍ରଭୁ ଯୀଶୁଙ୍କୁ ପାଇବା ନିମନ୍ତେ ସର୍ବସ୍ୱ ବିକ୍ରୟ କରି ସେ ତାହା କ୍ରୟ କରୁଅଛନ୍ତି, ସେଇ କ୍ଷେତ ଅର୍ଥାତ୍ ସ୍ୱର୍ଗ ରାଜ୍ୟ। এই ଯୁବକ ଆମେ ଦେଖୁଅଛୁ ସେ ଧନକୁ ଛାଡ଼ି ପାରୁନାହାନ୍ତି, କିନ୍ତୁ ସ୍ୱର୍ଗ ରାଜ୍ୟ ପାଇବା ନିମନ୍ତେ ସେ ଦୌଡ଼ୁଅଛନ୍ତି। କିନ୍ତୁ ଆମେ ଯଦି ଆମେ ପ୍ରଭୁ ଯୀଶୁଙ୍କୁ ପାଇବା ପାଇଁ ହେଲେ ଆମେ ଏହି ଜଗତର ଧନକୁ ଆମେ ଲୋଭ କରିବା ନାହିଁ। ଯଦି ଲୋଭ କରିବା ତେବେ ଆମେ ପ୍ରଭୁ ଯୀଶୁଙ୍କୁ ପାଇବା ନାହିଁ। ଆଉ ଯଦି ଆମେ ଦେଖିବା ଯୋହନ ଲୁକ 19 ପର୍ବ ଆରମ୍ଭରୁ ଏଠାରେ ଜଣେ ଧନୀ ଲୋକଙ୍କୁ ଆମେ ଦେଖିବାକୁ ପାରୁଅଛୁ। ମୁଁ ପଢି ଦେଉଛି, ଆପଣମାନେ ଦେଖନ୍ତୁ। ପରେ ସେ ଜିରିହରେ ପ୍ରବେଶ କରି ତାହା ମଧ୍ୟ ଦେଇ ଯାଉଥିଲେ। ଆଉ ଦେଖ, ଯକ୍ଷ ନାମରେ ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଗ୍ରାହୀ ଓ ଧନୀ ଲୋକ। କିନ୍ତୁ ଯୀଶୁ କିଏ ତାହା ଦେଖିବାକୁ ସେ ଚେଷ୍ଟା କରୁଥିଲେ, କିନ୍ତୁ ଲୋକମାନଙ୍କର ଭିଡ଼ ସକାଶୁ ଦେଖି ପାରୁନଥିଲେ, କାରଣ ସେ ବାଙ୍ଗର ଥିଲେ। ଏଠାରେ ଗୋଟିଏ ଧନୀ ଲୋକଙ୍କୁ ଆମେ ଦେଖିବାକୁ ପାରୁଅଛୁ, ଯେ କି ସେ କର ଆଦାୟ କରୁଥିଲେ, ଯକ୍ଷ ବୋଲି ଜଣେ ଲୋକ। ତାଙ୍କ ହୃଦୟରେ ଆଉ ଏହିପରି ଜାତ ହେଲା ଯେ ମୁଁ ସମସ୍ତ ଏହି ଜଗତର ଧନ ସମ୍ପତ୍ତି ମୁଁ ପାଇଅଛି। ଆଉ ଯୀଶୁ ଯେ କି
ଆଉ এই ଜଗତରେ ଅନେକ ଆଶ୍ଚର୍ଯ୍ୟ କର୍ମ କରୁଅଛନ୍ତି ବୋଲି ସେ ଶୁଣିଲେ ଆଉ ତାଙ୍କୁ ଦେଖିବା ନିମନ୍ତେ ସେ ଚେଷ୍ଟା କଲେ। ଏହିପରି ଯେ ସେଦିନ ସେ ଜିରିହୋ ଦେଇ ଯେଉଁଠାରେ କି ସେ ଯକ୍ଷ ରହୁଥିଲେ ସେ ଦେଇ ଯୀଶୁ ଯିବା ପାଇଁ ବାହାରୁଅଛନ୍ତି। ସେ ଶୁଣିଲେ ଆଉ ତାଙ୍କୁ ଆଜି ମୁଁ ଦେଖିବି ଏହି ତାଙ୍କ ହୃଦୟରେ ଆଉ ମନୋଜାତ ହେଲା। ସେ ଯାଇ ଗୋଟିଏ ଡିମ୍ବୁରି ଗଛ ଆଗରେ ସେ ଚଢିଲେ, ଡିମ୍ବୁରି ଗଛ ଚଢିଲେ ଆଉ ଯୀଶୁଙ୍କୁ ଦେଖିବା ନିମନ୍ତେ ସେ ଯେ ସମସ୍ତ ପ୍ରାଣପଣ ଚେଷ୍ଟା କରୁଅଛନ୍ତି। ସେ ଜଣେ କର ଆଦାୟକାରୀ, ସେ ଜଣେ ଆଉ ମହାନ ବ୍ୟକ୍ତି, ଧନୀ ବ୍ୟକ୍ତି, ସମ୍ଭ୍ରାନ୍ତ ବ୍ୟକ୍ତି ସେ, ତଥାପି ସେ ନିଜର ସମ୍ମାନ ବା ମର୍ଯ୍ୟାଦାକୁ ସେ ଆଉ ଚାହୁଁନାହାନ୍ତି, ଯୀଶୁଙ୍କୁ ହିଁ ସେ ଚାହୁଁଅଛନ୍ତି। ଆଉ ସେଦିନ ସେ ତାହାର ସର୍ବସ୍ୱ ନିଜ ସମ୍ଭ୍ରାନ୍ତକୁ, ନିଜର ମହାନ ପଦବୀକୁ ସେ ପଛରେ ପକାଇ ଦେଇ ଯୀଶୁଙ୍କୁ ଆଉ ମୁଖ୍ୟ କରି ସେ ଯୀଶୁଙ୍କୁ ଦେଖିବା ପାଇଁ ସେ ଗୋଟିଏ ଡିମ୍ବୁରି ଗଛ ଚଢୁଛନ୍ତି। ଏଠାରେ ଆମେ ଯଦି ଦେଖିବାକୁ ପାରୁଅଛୁ, ଆମେ ଜଗତରେ ଆମେ ରହି ଆମେ ଯଦି ଆପଣା ପଦବୀକୁ ଧରି ରଖିବା, ଆମେ ନିଜକୁ ମହାନ ବୋଲି ଆଉ ପ୍ରକାଶ କରିବା, ତେବେ ପ୍ରଭୁଙ୍କୁ ଆମେ ପାଇପାରିବା ନାହିଁ। କାରଣ ପ୍ରଭୁ ଯୀଶୁ କହିଲେ ଯେ ଆଉ ମହାନ ହେବା ପାଇଁ, ଶ୍ରେଷ୍ଠ ହେବା ପାଇଁ ଇଚ୍ଛା କରନ୍ତି, ତେବେ ସେ ସେବକ ହେଉ। ଏଠାରେ ଆମେ ଯକ୍ଷଙ୍କୁ ଜୀବନରେ ଦେଖୁଅଛୁ। ସେଦିନ ସେ ନିଜକୁ ଶୂନ୍ୟ କଲା, ତାହାର ମହାନ ପଦବୀକୁ ସେ ଆଉ ଚାହିଁଲା ନାହିଁ, ଯୀଶୁଙ୍କୁ ହିଁ ଚାହିଁଲା। ଆଉ ସେଥିପାଇଁ ଯୀଶୁ ଯେତେବେଳେ ସେଇ ଡିମ୍ବୁରି ଗଛ ପାଖକୁ ଗଲେ ଆଉ ଯକ୍ଷଙ୍କୁ ଡାକୁଅଛନ୍ତି, ଆଜି ତୁମ ଘରେ ରହିବାକୁ ଅଛି। ଆଉ ଯୀଶୁଙ୍କ କଥା ଶୁଣି ସେ ସାଙ୍ଗେ ସାଙ୍ଗେ ସେଇ ଗଛରୁ ଓହ୍ଲେଇଲେ ଆଉ ପ୍ରଭୁଙ୍କୁ ଗୃହକୁ ନେଉଅଛନ୍ତି। ଆଉ ସେଦିନ ଆଉ ଯକ୍ଷ ତାଙ୍କ ଜୀବନରେ ଯାହା କିଛି ସେ ସଞ୍ଚୟ କରିଥିଲା, ସେ କହୁଅଛନ୍ତି, ମୋର ଧନର ଅଧିକ ମୁଁ ଗରିବ ମାନଙ୍କୁ ଆଉ ମୁଁ ଦାନ କରୁଅଛି, ଏବଂ ମୁଁ ଯାହାଠାରୁ ମୁଁ ଅନ୍ୟାୟରେ ଯଦି ଆଉ ଆଣିଅଛି ତାହାକୁ ମୁଁ 4 ଗୁଣ ଫେରସ୍ତ କରୁଅଛି। ଦେଖନ୍ତୁ, ଏଠାରେ ଯଦି ଆମେ ଦେଖିବାକୁ ପାରୁଛୁ ଯକ୍ଷଙ୍କ ଜୀବନରେ ସେଦିନ ସେ ଧନକୁ କିଛି ଆଉ ସେ ମନେ କଲା ନାହିଁ, କେବଳ ଯୀଶୁ ଖ୍ରୀଷ୍ଟଙ୍କୁ ହିଁ ପାଇବା ନିମନ୍ତେ ସେ ଚେଷ୍ଟା କଲା। ସେଦିନ ତାହାର ସର୍ବସ୍ୱ ସେ ଗରିବ ମାନଙ୍କୁ ଦାନ କଲେ, ଆଉ ଯାହା କିଛି ତାର ସମ୍ପତ୍ତି ଥିଲା ସମସ୍ତ ଯାହାଠାରୁ ସେ ଅନ୍ୟାୟରେ ଆଣିଅଛି ତାକୁ 4 ଗୁଣ ସେ ଫେରସ୍ତ ଦେବା ନିମନ୍ତେ ମଧ୍ୟ ସେ ପ୍ରକାଶ କରୁଅଛନ୍ତି। ସେଥିପାଇଁ ପ୍ରଭୁ ଯୀଶୁ ତାଙ୍କୁ କହୁଅଛନ୍ତି, ଦେଖନ୍ତୁ ଏହି ଗୃହରେ ପରିତ୍ରାଣ ଆସିଅଛି, କାରଣ ଏ ମଧ୍ୟ ଜଣେ ଅବ୍ରାହ୍ମଙ୍କ ସନ୍ତାନ। ଯଦି ଆମେ ନିଜକୁ ନ୍ୟୁନ କରୁ, ତେବେ ପ୍ରଭୁ ଆମକୁ ମହାନ କରିବେ। ଆମେମାନେ ଯଦି ମହାନ ହେବା ପାଇଁ ଇଚ୍ଛା କରୁ, ତେବେ ନିଜକୁ ଆଉ ନିଚ କରିବା, ଆଉ ନିଜର ମର୍ଯ୍ୟାଦା, ନିଜର ସମ୍ପତ୍ତି, ନିଜର ଗର୍ବ ଅହଙ୍କାର ଯଦି ଦେଖାଇବା, ତେବେ ପ୍ରଭୁ ଆମକୁ ନତ କରିବେ। ତେଣୁ ଏଠାରେ ଆମେ ଦେଖିବାକୁ ପାରୁଅଛୁ ଦାନ ଦେବା ବିଷୟରେ ଯକ୍ଷ ସେଦିନ ତାହାର ସମ୍ପତ୍ତିର ଅଧିକ ସେ ଦାନ ଦେଇଥିଲେ, ଏବଂ ଯାହା ଅନ୍ୟାୟରେ ଆଣିଥିଲେ ତାହା 4 ଗୁଣ ମଧ୍ୟ ଫେରେଇ ଦେଇଥିଲେ। ତେଣୁ ସେଦିନ ସେହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଥିଲା, ଅର୍ଥାତ୍ ପ୍ରଭୁ ଯୀଶୁ ସେହି ଗୃହରେ ଆଉ ଉପସ୍ଥିତ ଥିଲେ, ଆଉ ଅବ୍ରାହ୍ମଙ୍କ ସନ୍ତାନ ବୋଲି ଯକ୍ଷଙ୍କୁ ମଧ୍ୟ ସେଦିନ ପ୍ରକାଶ କରିଥିଲେ। ଆମେମାନେ ଯେ ପର୍ଯ୍ୟନ୍ତ ଆମ ଜୀବନର ସମସ୍ତ ଅଧର୍ମ ଯାହା କିଛି ଆମେ କରିଅଛୁ ପରିତ୍ୟାଗ ନ କରୁ, ତେବେ ଆମେ କେବେ ହେଲେ ଆମେ ଯୀଶୁଙ୍କୁ ପାଇପାରିବା ନାହିଁ। ତେଣୁ ଆଜିର ଏହି ବାକ୍ୟରେ ଆମେ ଦେଖିବାକୁ ପାରୁଅଛୁ ଯେ ଯୀଶୁଙ୍କୁ ପାଇବା ପାଇଁ ହେଲେ ଆମେ ଏହି ପ୍ରଥମରେ ଆମେ ଦେଖିଲୁ ମାଥିଉ ପୁସ୍ତକରେ, ଯାହାକି ସେହି ପୁତାଧନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଆଉ ତାହା ପାଇଲେ ସର୍ବସ୍ୱ ନିଜର ଗୃହର ବିକ୍ରୟ କରି ଯୀଶୁଙ୍କୁ ସେ କ୍ରୟ କରିବା ନିମନ୍ତେ ତାହା ସେ କିଣୁଅଛନ୍ତି, ବା ସ୍ୱର୍ଗ ରାଜ୍ୟ ନିମନ୍ତେ ସେ ପ୍ରସ୍ତୁତ ହେଉଅଛି।
तेणु आम मैंने निजर जहाँ किसी अच्छी ताहाकू महत्व न दे आम प्रभु जीशु को जदि आम प्राधान्यता देउ तेबे आम मैंने अनंत जीवन अधिकारी हेबा। यही संक्षिप्त वाक्य प्रभु आशीर्वाद करंतु। आमेन।